ଆମର ସାହୁ ଆମର ଆଜି ଯେଉଁ ଦୁର୍ଗା ମେଲଣ କମିଟି ଆନୁକୂଲ୍ୟରେ ଆଜି ହେଇଛି ମେଲଣ ମହୋତ୍ସବ ଚାଲିଛି। ଆଜି ଯେଉଁ ମେଲଣ ମହୋତ୍ସବ ମହାମେଲଣ 50ତମ ମେଲଣ ମହୋତ୍ସବ ଆଜି ଚାଲିଛି। ଆଜି ଉତ୍ସବରେ ଆଜି ଆମର 9 ଖଣ୍ଡ ବିମାନ ଆଜି ଆମର ଆସିଛନ୍ତି। ଆମର 9 ଖଣ୍ଡ ବିମାନ ଭିତରେ ଆମର ପାଞ୍ଚବଟିଆ ଆଉ କଇ ଶାସନ, ଗୋପାଳପୁର ଇସ୍କନବାର, ଗୋପାଳପୁର ଉପସାହି ଆଉ ଆମର ତେନ୍ତୁଲିକୁଣ୍ଡା, ଆମ ନାଗପୋଲ, ଆମ ଗୋପଣ ଚୁଆଁ ଠାକୁର ଆଉ ଧାନପତି ଗୋଟେ ବିମାନ କ୍ୟାନସଲ ହେଇଯାଇଛି। ତାଙ୍କର ଅସୁବିଧା କ୍ୟାନସଲ ହେଇଗଲା। ଆଉ ଆଜି ଯୋଉ ମେଲଣରେ ମତେ ରଖାହେଇଛି ସଭାପତି ହିସାବରେ ରଖିଛନ୍ତି। ଆଉ ସଭାପତି ରଖିଛନ୍ତି ଭାବୁନଥିଲି ଆଜି ହେଇପାରିବ ବୋଲି, ଇଏ ସମ୍ଭାବନା ହେଇପାରିବ ବୋଲି ମୁଁ ବି ଭାବିନଥିଲି। କାଲି ଆମର ବହୁତ ଇଏରେ ଆମର ସରିପାରୁନଥିଲା ବି, ବହୁତ ଲାଷ୍ଟ ରାତି ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଗେଟ୍ ବି କାମ ଲାଗିଥିଲା। ବହୁତ କାର୍ଯ୍ୟକାରୀ ଭିତରେ ବି କାମ ବହୁତ ଯୁଦ୍ଧକାଣ୍ଡ ଭିତରେ କାମ ହେଇ ବହୁତ ଖୁସି ଲାଗୁଛି ଯେ ଆଜି ସକାଳୁ ଭୋରୁ ଠାକୁର ଆସି ପହଞ୍ଚେ, ସକାଳୁ 7ଟା ବେଳେ ଠାକୁର ପହଞ୍ଚନ୍ତି। ମାନେ ଆଜି ବହୁତ ଖୁସି ଲାଗୁଛି ଏତିକି ଯେ ଆମେ ଗୋପଣ୍ଡ ମହୋତ୍ସବ ପାଇଁ ଆମେ ଗର୍ବିତ। ଯାଉ ସବୁ ଠାକୁର ଆସି ଆମର ପହଞ୍ଚନ୍ତି ଯେ ଗୋଟେ ବୃନ୍ଦାବନ, ଇଏ ଗୋଟେ ମାନେ ଆଜି ଗୋପଣ୍ଡ ଗାଁରେ ଆଜି ଯୋଉ ଖେଳ ହଉଛି ଗୋପୀନାଥଙ୍କର ଖେଳ ହଉଛି, ଇଏ ହେଲା ଆଜି ବୃନ୍ଦାବନ ସୃଷ୍ଟି ହେଇଛି। ଆଜି ମାନେ ଗୋପପୁର ଠାକୁର ନାଚନ୍ତି, ଗୋପୀ ମାନେ ଅଛନ୍ତି। ଆଜି ଗୋପୀ ମାନେ ଆଜି ଆମେ ଠାକୁର ନାଚୁଛୁ। ଇଏ ଗୋପୀ ବୃନ୍ଦାବନରେ ଆଜି ଆଜି ହୋଲି ମାନେ ରଙ୍ଗ ରଙ୍ଗ ଖେଳି ଆଜି ପୁରା ବହୁତ ମହୋତ୍ସବ ବହୁତ ଆଡମ୍ବରରେ ଆଜି ଚାଲିଛି। ଆଡମ୍ବର କହିଲେ କଳ୍ପନା ବାହାରକୁ ହେଇଯିବ, କହିହେବନି। ମାନେ ଆମକୁ ବହୁତ ଇଏ ଲାଗୁଛି, ଆସିଛନ୍ତି ବହୁତ ଜନଜନ ଆସିଛନ୍ତି, ଆସିକି ଆଜି ପହଞ୍ଚିଛନ୍ତି। ତାଙ୍କ ମାନେ ଯୋଉ ସମୟ ଦେଇଛନ୍ତି, ତାଙ୍କର ଦିନ ସକର ମଜୁରୀ ବି କିଛି ନାହିଁ, ମଜୁରୀ ମିଳିବନି। ଏତିକି ସମୟରେ ସେ ସମୟଟା ପାଇଁ ବହୁତ ମୂଲ୍ୟବାନ। ସେ ଆଜି ଆସି ତାଙ୍କ ଘର ଛାଡି ଘର ଦ୍ୱାର ଛାଡି ଆଜି ଏଠି ପହଞ୍ଚି ମୂଲ୍ୟବାନ ସମୟ ଦେଇଛନ୍ତି, ଠାକୁରଙ୍କୁ ନେଇ ମୂଲ୍ୟବାନ ଜଣେଇଛନ୍ତି। ସେଇଟା ଗୋଟେ ବହୁତ ଆମେ ଗର୍ବିତ ଯେ ଯାଉ ଠାକୁର ଦୟାରୁ ଇଏ ଆନୁଦାନ କରୁଛି। ଆସନ୍ତା ବର୍ଷ 50 ବର୍ଷ ଯାଉଛି, ଆମେ ଆମର 9 ଖଣ୍ଡ ବିମାନ କଣ ଆସନ୍ତା ବର୍ଷ ଆମେ ଟାର୍ଗେଟ ଅଛି 20 ଖଣ୍ଡ ବିମାନ ଆୟୋଜନ କରିବା ପାଇଁ ଚାହିଁଛୁ। କିନ୍ତୁ ଗ୍ରାମବାସୀ ସମସ୍ତେ ବି ଏଥିରେ ଖୁସି ଅଛନ୍ତି। ଗ୍ରାମବାସୀଙ୍କ ସମସ୍ତଙ୍କ ସହଯୋଗରେ ଆଜି ଚାଲିଛି। ଆହୁରି ସହଯୋଗ ଗ୍ରାମବାସୀଙ୍କ ସହଯୋଗ ରହିବ ବୋଲି ଆମେ ଆଗକୁ ଇଏ କରୁଛୁ। ଧନ୍ୟବାଦ। ୱାର୍କିଂ ପ୍ରେସିଡେଣ୍ଟ ଶ୍ରୀ ଦୁର୍ଗା ମେଲଣ କମିଟି କୋପନ, ଆମର ଗାଁର ଗର୍ବ ଗୌରବ। ଏ ମେଲଣ ଆଜିକି 49 ବର୍ଷରେ ପହଞ୍ଚିଛି। ଆମେ ମେଲଣ ଆସିଲେ ଆମ ଗ୍ରାମବାସୀ ବହୁତ ଖୁସି ହୁଅନ୍ତି। ଆମେ ଆକୁ ବହୁତ ଖୁସିର ସହିତ ଏନ୍ଜୟ କରୁ। ଆମର ବାରିକଞ୍ଚି, କଇ ଶାସନ, ଗୋପାଳପୁର, ନୂଆସାହି, ତଳସାହି ଆଉ ନାକୋଲ, ଜଳ, ତେନ୍ତୁଲିକୁଣ୍ଡା, ପହଙ୍ଗା ଆସିବା କଥା ମାନେ ଆସିପାରିଲେନି। ତରାପୁର ବି ତାଙ୍କର ଗ୍ରାମ ନିଜସ୍ୱ ବ୍ୟକ୍ତିଗତ କାରଣ ଆସିପାରୁନାହାନ୍ତି। ଏପରି ଭାବରେ ବହୁତ ବିମାନ ଆସିଛନ୍ତି। ଆଉ କିଛି ନାହିଁ, ସବୁ ବିମାନ ତାଙ୍କ ସାଜସଜା ନେଇକା ଆମ ଗ୍ରାମର ଶେଷ ଭାଗକୁ ଯିବେ। ସେଠି ଦିନ 12ଟା ବେଳେ ସଭା ହବ ଏବଂ ତାପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହେଇଛି। ସମସ୍ତେ ପ୍ରସାଦ ସେବନ କରିକି ଘରକୁ ଏ ବର୍ଷ 49ତମ ମେଲଣ ମହା ସମାରୋହରେ ପାଳିତ ହେଉଛି। ଆମେ ଦଳ ମତ ନିର୍ବିଶେଷରେ ନାଇଁ କୌଣସି ରାଜନୈତିକ ଦଳ ବିଜେପି ହଉ, କଂଗ୍ରେସ ହଉ, ବିଜେଡି ହଉ, ଆଉ ଆମର ବରିଷ୍ଠ ନାଗରିକ ହୁଅନ୍ତୁ ବା ସମାଜସେବୀ ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରିଛୁ। ପୋଲିସ ଆଇଏସି ମଧ୍ୟ ନିମନ୍ତ୍ରଣ କରୁଛୁ। ଠାକୁର ବିଦାୟ ବେଳେ ସେମାନେ ଆସି ପହଞ୍ଚିବା ପାଇଁ ଦଳ ମତ ନିର୍ବିଶେଷରେ ଆମର ଏଠି କିଛି ଦଳ ନାହିଁ। ଏ 49 ବର୍ଷ ଏ ବର୍ଷ ପାଳନ ହେବାକୁ ଯାଉଛି। ଆସନ୍ତା ବର୍ଷ 50 ବର୍ଷ ହବ। ଆମେ ସମସ୍ତଙ୍କର ସହଯୋଗ କରୁଛୁ। ଆପଣମାନେ ବାଇକ୍ ନେଇଥିବ, ଆପଣମାନଙ୍କୁ ବହୁତ ଧନ୍ୟବାଦ। हॉलमार्क ऑर्नामेंट्स स्वप्नरू सत जाए।